नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत् मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम् यत्कृपातमहं वन्दे परमानन्दमाधवम् त्वाष्ट्रस्य जन्मनिधनं पुत्रयोश्च द्विते द्विजा दैतेश्वरस्य चरितं प्रह्लादस्य महात्मनः मन्वन्तरानुकथनं गजेन्द्रस्य विमोक्षणं मन्वन्तरावताराश्च विष्णोर्हयशिरादयः कर्मं माच्छं नारसिंहं वामनं च जगतपतेः क्षीरोदमथनं तद्वत् अमृतार्थे दिवौकसा। श्रील सुत गोस्वामी कहते सनकादि मुनिगण ये हूँ पूर्व मन्वंतर कथा चाक्षुष मन्वंतर घटना 14 मन्वंतर मध्यरु वर्तमान जे सप्तम मन्वंतर वैवस्वतीय मन्वंतर चली तार पूर्वर थिला मन्वंतर नाम चाक्षुष। ए मन्वंतर रे भगवान का अवतार होछन्ति अजित। तांग पिता किए तांग जननी किए सो वर्णना अच्छे। जाहु से अजित भगवान उनका कृपा दृष्टि क्रमे चाक्षुष मनंतर मनु चाक्षुष चक्षुंकर पुत्र ये होचंदी पूर्व ता पूर्व मनु तामसंकर भाई ये एका बाप मांगर दी भाई दीटा मन्वंतर 2 जन मनु एभलिया जोगजन्मा पुरुष करित कर्मा पुरुष से माने भगवान अजितंग कृपारे चाक्षुष मनंतरटी एक प्रकार भलरे चलथिला किंतु अनेक गुड़े बड़ घटना चाक्षुष मनंतर घटी जाइछि। आमर जो प्रह्लादंक नपत्ता बलि प्रह्लादंक पुत्र विरोचन आम जो प्रह्लाद चरित्र पढ़ी आसले हिरण्यकश्यपुर पुत्र प्रह्लाद प्रह्लादंक पुत्र विरोचन विरोचनंकर एकमात्र पुत्र बलि ये बलि थिले राक्षस जगतर जने श्रेष्ठ पुरुष। प्रह्लाद जेपरी दैत्य वंशर एक उज्ज्वल रत्न बलि तत्वधिक आश्चर्य कथा ये 2 जन असुरंग भगवान जोड़िए महान अवतार प्रह्लादंग नृसिंह अवतार बलिंग वामन अवतार एमाने भगवान को वैकुंठ टाणी आनी पारिबा लोक जगत एवं उभय 12 भक्त भितर गणना होचंदी भगवान उभय भगवान जो 12 जन श्रेष्ठ भक्त अवश्य से भक्त शब्द अभिहित करा जाउनी भागवत धर्म ज्ञ भक्ति धर्म होची भागवत धर्म ये भागवत धर्म विचार करिवारे पालन करिवारे भागवत धर्म उपयुक्त भाव में विचार करी निर्णय करि पारुथिले। अच्छा अच्छा ये पिलाने रखिदेवे किसी ये भागवत धर्म पालन करुले
ଏବଂ ତାର ସିଦ୍ଧାନ୍ତ ଗ୍ରହଣ କରୁଥିଲେ ବିଚାର ପୂର୍ବକ। ଏଟା ଏପରି ହେଲେ ଆମକୁ କଣ ଏଠି ସିଦ୍ଧାନ୍ତ ନିଆଯିବ, କଣ କର୍ତ୍ତବ୍ୟ ଏଠି, ଏ ସିଦ୍ଧାନ୍ତ ନେବାରେ ଧୂରିଣ ଏ ଦ୍ୱାଦଶ ବ୍ୟକ୍ତି। ଏବଂ ଭାଗବତ ଧର୍ମ ଏମାନେ ପ୍ରତି ମୁହୂର୍ତ୍ତରେ ପ୍ରତି ପଦେ ପଦେ ସୁଷ୍ଠୁ ସୁନ୍ଦର ଭାବରେ ପାଳନ କରି ଚାଲିଥିଲେ। ତେଣୁ ଏମାନଙ୍କୁ ଭାଗବତ ଧର୍ମର ବେତ୍ତା କୁହାଯାଏ। ଅବଶ୍ୟ ଭାଗବତ ଧର୍ମ କହିଲେ ଭକ୍ତି ଧର୍ମ। ଭଗବାନ ଏଇ 12 ଜଣଙ୍କର ଅନୁରକ୍ତ ଆଜ୍ଞା। ହଁ, ଏଗୁଡ଼ା ଏଇଭଳିଆ ଲୋକ ଯେ ୟାଙ୍କ ବାକ୍ୟ ୟାଙ୍କ ଇଚ୍ଛାକୁ ଭଗବାନ ପୂରଣ କରିବା ପାଇଁ ସବୁବେଳେ ଆଗ୍ରହୀ। ସ୍ୱୟମ୍ଭୁ ନାରଦ ଶମ୍ଭୁ କୁମାର କପିଳ ମନୁ ପ୍ରହ୍ଲାଦ ଜନକ ଭୀଷ୍ମ ବଳି ବୟାସକୀ ବୟମ ଦ୍ୱାଦଶେତେ ବିଜାନି ମୋ ଧର୍ମାନ ଭାଗବତାନ ଭଟ୍ଟା ଗୁହ୍ୟମ ଦୁର୍ବୁଦ୍ଧ୍ୟମ ସୁସୁଖମ ଯଜଜ୍ଞତ୍ୱା ମୁଖ୍ୟମଶ୍ରୁତେ। ଗୁହ୍ୟମ ଦୁର୍ବୁଦ୍ଧ୍ୟମ ଦୁର୍ବୁଦ୍ଧ୍ୟ ଭାଗବତ ଧର୍ମ, ଗୋପନୀୟ ଗୂଢ଼ ଭାଗବତ ଧର୍ମ ଆଚରଣ କରିବାରେ ଏମାନେ ଭଟ୍ଟ ଅର୍ଥାତ୍ ଯୋଦ୍ଧା ଭାଗବତ ଧର୍ମ। ତା ଭିତରେ 2 ଜଣ ଆସୁଛନ୍ତି ପ୍ରହ୍ଲାଦ ବଳି ବୟାସକୀ ବୟମ। ବଳି ଏ ଅସୁର ବଂଶର 2 ଜଣ ଅସାଧାରଣ ପୁରୁଷ। ଏଇ ଚାକ୍ଷୁଷ ମନ୍ୱନ୍ତରଟା ବଳିଙ୍କର କାଳ। ବଳି ଯେପରି ଧୁରିଣ ଧୁରନ୍ଧର ଥିଲେ, ସେପରି ଯୋଦ୍ଧା ଥିଲେ, ସେଭଳିଆ ହରିଭକ୍ତ ଥିଲେ ସବୁ ଦୃଷ୍ଟିରୁ। ବଳିଙ୍କର ପତ୍ନୀଙ୍କ ନାମ ବିନ୍ଧ୍ୟାବଳୀ। ସେ ଥିଲେ ବଳିଙ୍କ ଅପେକ୍ଷା ଅଧିକ ଈଶ୍ୱର ଉପାସନକାରିଣୀ। ପ୍ରତି ପଦେ ପଦେ ବଳିଙ୍କୁ ସେ ଏପରି ଶିକ୍ଷା ଦେଉଥିଲେ, ଈଶ୍ୱରଙ୍କୁ ଯେମିତି ମୁହୂର୍ତ୍ତେ ବଳି ବିସ୍ମରଣ ନ ହେବେ। ଧନ ମଦରେ, ବୀର୍ଯ୍ୟ ମଦରେ, ପ୍ରତିପତ୍ତି ଓ ପ୍ରତିଷ୍ଠା ମଦରେ, ସୌଭାଗ୍ୟ ମଦରେ ଯେପରି ଭଗବତ ପଥରୁ ଚ୍ୟୁତ ନ ହେବେ, ବିନ୍ଧ୍ୟାବଳୀ ସେଥିପାଇଁ ଯଥେଷ୍ଟ ଦୃଷ୍ଟି ରଖିଥିଲେ ଏବଂ ନିରନ୍ତର ସୁମନ୍ତ୍ରଣା ପ୍ରଦାନ କରୁଥିଲେ ବଳିଙ୍କୁ। ବଳିଙ୍କ ଜୀବନରେ ଏ ହେଉଛି ବୈଶିଷ୍ଟ୍ୟ। ଗୁରୁଙ୍କୁ ତ୍ୟାଗ କରିବା ଘଟଣା ଆଉ କୋଉଠି ଦେଖାଯାଏ ନା। ଗୁରୁଙ୍କୁ ତ୍ୟାଗ କରିବା ନିମନ୍ତେ କୋଉଠି ହେଲେ କୁଶାସ୍ତ୍ରରେ କୁହାହେଇନି। ଯେକୌଣସି ପରିସ୍ଥିତିରେ ଯାହା ହେଲେ ମଧ୍ୟ ହଁ ଗୁରୁଙ୍କୁ ପରିତ୍ୟାଗ କର, ଏମିତିକା ବ୍ୟବସ୍ଥା କୋଉଠି ହେଲେ ଆମ ଶାସ୍ତ୍ର ଭିତରେ ଦୋଷୁନି। ବରଂ ଗୁରୁଦେବ ଯାହା ହେଲେ ମଧ୍ୟ ତୁମେ ନିରବ ରହ, ତାଙ୍କ ପାଖରେ ଅନୁଗତ ରହ, ତୁମର କଲ୍ୟାଣ ହବ, ଏମିତି ଆମ ଶାସ୍ତ୍ରରେ ଦେଖିବାକୁ ମିଳେ। ବଳିଙ୍କ ଜୀବନରେ ଇଏ ଗୋଟିଏ ବ୍ୟତିକ୍ରମ ଘଟଣା, ଅଥଚ ଶାସ୍ତ୍ର ଗୃହୀତ, ଋଷିମୁନି ମାନେ ଗ୍ରହଣ କରିଛନ୍ତି। ଯଦି କେତେବେଳେ ଗୁରୁଦେବ ଈଶ୍ୱର ବିରୋଧୀ ହେଇଗଲେ ତାହେଲେ ଆଉ ସେ ଗୁରୁଙ୍କୁ ଗ୍ରହଣ କରିବନି। ଗୁରୁଙ୍କ ପ୍ରୟୋଜନୀୟତା କଣ ପାଇଁ? ଈଶ୍ୱରଙ୍କୁ ଆଣି ଆମ ପାଖରେ ପହଞ୍ଚେଇବେ ବୋଲି, କିମ୍ବା ଆମକୁ ଈଶ୍ୱରଙ୍କ ନିକଟରେ ପହଞ୍ଚେଇବେ ବୋଲି। ନିଜର ପଦ୍ଧତି ଅନୁସାରେ କିଏ ସେ ନିଜେ ଚେଷ୍ଟା କରି ଭଗବାନଙ୍କ ପାଖରେ ପହଞ୍ଚେ, ଆଉ କାହା ନିକଟରେ ଭଗବାନ ବୈକୁଣ୍ଠ ଛାଡ଼ି ଆସିକରି ପହଞ୍ଚନ୍ତି। ଆମେ ଯେ ଦ୍ୱିବୋଧ ଈଶ୍ୱର ପ୍ରାପ୍ତି ଆମେ ଲକ୍ଷ୍ୟ କରୁଛୁ, ଜାଣୁଛୁ। ଏଇ କାର୍ଯ୍ୟ ନିମନ୍ତେ ଗୁରୁଙ୍କର ଆବଶ୍ୟକତା। ଗୁରୁଙ୍କୁ ଏତେ ମର୍ଯ୍ୟାଦା, ଏତେ ସମ୍ମାନ। ଗୁରୁ ପରା ତାଠୁ ବଡ଼ ଆଉ କିଏ ନାହିଁ, ଭଗବାନଙ୍କଠୁ ଆହୁରି ବଡ଼, ଭଗବାନଙ୍କଠୁ ଆହୁରି ବଡ଼ ବୋଲି ଠୁଲୁ। କିନ୍ତୁ ସେଇ ଗୁରୁଦେବ ଯଦି କେତେବେଳେ ଈଶ୍ୱର ପ୍ରାପକ ନ ହେଲେ
ईश्वर को उपासना करने उपदेश न दे विरोध उपदेश प्रदान कले से मुहूर्त सी आउ गुरु पदवाच्य नुहंती। तथापि साहस करी किए करिवो एकथा साहस करी किए करिवो कई साहस कर परिबेनी बड़ी साहस कले जा हो ये चाक्षुष मनंदर रे बलि जेते बेले बड़ महिमावान हो उठिले सेतेबेले असुर मानंकु एकाठी संगठित करी जे जोठे लुचिकी थिले गिरिवर्त समुद्र गर्भ एवं पृथ्वीर बेल मानंगरे आत्मगोपन करी लुचि रहिथिबा असुर गण एमाने समस्ते गोटे 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 आसी पहुंचले। अरे आम जातिर अभ्युदय होइछे आम जातिर जने वीर पुरुष अग्रणी भाव विश्व आगे जाऊँच तीन पुर को चमकेला भाया शक्ति तार अच्छे चल चल आम समस्ते सहयोग करवा समस्ते एकाठी हेले एकजुट हेले विशाल असुर बाहिनी प्रतिनिधित्व करी बलि स्वर्ग विजय कले। काले काले स्वर्गटा पे देवता और असुर मान भितर स्वर्ग गोटे भोग और संपत्तिर स्थल तो स्वर्ग कहले कर्म साधित अत्यंत भोग विलास और सुख संपदर स्थली होची स्वर्ग। एठिकी कर्म करी पुण्य कर्म करी जाई भोग करियो को हे लोक कर्मानुसारे किए केते काल भोग करियो तार व्यवस्था अछि। किंतु दीटा महान शक्ति दैवासुर संपत विभाग जोग आमर गीतार गोटे अध्याय अच्छी दैव आउ आसुर देवता और असुर दीटा महान शक्ति आमे समस्ते ई दीटा भितर कोटा रहिले अंतर्गत हो जावा। अवश्य आम मनुष्य गण रजोगुणाक्रांत आम पाखे अल्प दैवी गुण अल्प आसुरी गुण मिसिक रोचे तेबे जहा पाखे दैवी गुण टिके अधिका हो गला से दैव भाव युक्त जहा पाखे आसुरी गुण टिके अधिका हो गला से आसुरी भाव युक्त आमर जातक निर्णय करा ये देवगण रे जन्म ये राक्षस गण रे जन्म जातकर आमर नक्षत्र रु धरी हिसाब करा जाए नक्षत्र रु मनुष्यर स्वभाव निर्णय है राशि रु शरीर निर्णय है ता शरीर मोटा की पतला लंबा की गेड़ा सुंदर की असुंदर कला की गोरा इत्यादि राशि रु निर्णय हुए। देह गठन स्वभाव चरित्र नक्षत्र रु विचार करा जाए तेणु नक्षत्र को धरी किए से दैव अंश जात किए से राक्षस अंश जात जातक पर्यंत आमर गड़ी नरगण रे जन्म खूब कम पाइबा दी जन पाखे जो समान भाव थाए जहाँ पाखे दीटा गुण समान भाव थाए जहा हो ये दैव और आसुर स्वर्ग निमंते लड़ा लड़ी हमें स्वर्ग संपदा छड़े नापी जन आउ जड़े बलि समय जो दत्य माने शक्तिशाली हो उठिले बारंबार स्वर्ग राज्य आक्रमण कले स्वर्ग राज्य आक्रमण करी देवता मान को विताड़ित कले देवता माने दीर्घ दिन धरी स्वर्ग छाड़ी देकर बाहर रहिले कौन सी कारण बुद्धि स्वर्ग उपेक्षित हवा बल देह और मन उभय दृष्टि देवता माने दुर्बल हो पड़े समस्त 10 दिगपाल आउ देव बाहिनी देव युद्ध एमाने समस्ते स्वर्गीय आहार विहार न पाइबारु देह दृष्टि असुर मान भय आत्मगोपन कर मानसिक भाव
ଦେହ ବଳ ବି ରହିଲାନି କି ମନ ବଳ ବି ରହିଲାନି ଅସୁର ମାନଙ୍କର। ସେଇଠୁ ସେମାନେ ବଡ ଚିନ୍ତିତ ହେଲେ, ଆମେ ତ ଦିନକୁ ଦିନ କ୍ଷୟ ହେଇଯାଉଛେ, ଆମେ ତ ଦିନକୁ ଦିନ ଦୁର୍ବଳ ହେଇଯାଉଛେ, ଆମର ଅଭ୍ୟୁଦୟର ଉପାୟ କଣ ବୋଲି ସମସ୍ତେ ବସି ଦେବତାଗଣ କୌଣସି ସ୍ଥାନରେ ପରସ୍ପର ବିଚାର ବିମର୍ଶ କଲେ। ଆମର ଦେହ ବଳ ଓ ମନ ବଳ କିପରି ବଢିବ, ପୁନର୍ବାର ଆମର ଅଭ୍ୟୁଦୟ ଘଟିବ, ଆମେ କାହିଁକି କ୍ଷୟ ହେଇଯାଉଛେ ଦିନକୁ ଦିନ, କିଛି ଉପାୟ ପାଇଲେନି। ପରିଶେଷରେ ବୃହସ୍ପତିଙ୍କ ଉପଦେଶ କ୍ରମେ ବ୍ରହ୍ମାଙ୍କ ପାଖରେ ଯାଇ ପହଞ୍ଚିଲେ। ବ୍ରହ୍ମା କହିଲେ, ଆରେ ପିଲେ, ଏ ଜଗତରେ ଗୋଟେ ମହାଶକ୍ତି ଅଛି, ଏ ଜଗତରେ ଗୋଟିଏ ମହାଶକ୍ତି ଅଛି। ସେ ମହାଶକ୍ତିର ଆଶ୍ରୟ ଛଡା କୌଣସି କାର୍ଯ୍ୟରେ ସଫଳତା ମିଳେ ନା। ଯଦି କୌଣସି କାର୍ଯ୍ୟରେ ତୁମେ ସଫଳତା ପାଇବାକୁ ଚାହୁଁଛ, ତାହାରି ଆଶ୍ରୟ ନେଇଯା, ତାକୁ ସ୍ମରଣ କର, ତା ନାଁରେ କାର୍ଯ୍ୟାରମ୍ଭ କର। ପ୍ରତ୍ୟେକ କାର୍ଯ୍ୟରେ ଆଗେଇ ଯାଉଥିଲା ବେଳେ ପ୍ରତି ପଦକ୍ଷେପରେ ତାର ସନ୍ତୋଷ ବିଧାନ କରି ଚାଲିଥାଅ, ତମ କାର୍ଯ୍ୟ ଆପେ ସଫଳ ହେବ। ତାର ସମ୍ବନ୍ଧ ବିନା କାର୍ଯ୍ୟ ନିଷ୍ଫଳ, ତାର ସମ୍ବନ୍ଧ ଯୁକ୍ତ ହେଲେ କାର୍ଯ୍ୟ ସଫଳ। ସେ ନିରନ୍ତର ସର୍ବୋତ ଭାବରେ ଜୀବମାନଙ୍କର କଲ୍ୟାଣକାମୀ ସେହି ଶକ୍ତି, ଯୋଉଥିରେ ଆମର କଲ୍ୟାଣ ହେବ। ଏହା କହି ବ୍ରହ୍ମା ଦେବତାମାନଙ୍କର ମୁଖ୍ୟ ହିସାବରେ ଭଗବାନଙ୍କର ଏକ ଲମ୍ବା ସ୍ତୁତି କରିଛନ୍ତି। ସୁନ୍ଦର ସ୍ତବଟିଏ ଲମ୍ବା ସ୍ତୁତି କରିଛନ୍ତି। ସ୍ତୁତି କଲେ ଭଗବାନ ସନ୍ତୁଷ୍ଟ ହେଇ ସେଠି ଆତ୍ମପ୍ରକାଶ କଲେ। ଆତ୍ମପ୍ରକାଶ କରି ଦେବତାମାନଙ୍କର ଓ ବ୍ରହ୍ମାଙ୍କର କଥା ବୁଝିଲେ, ଶୁଣିଲେ। ଦେବତାମାନେ ଯେ କ୍ଷୀଣ ହେଇଯାଉଛନ୍ତି ଏଇଟା ଅନୁଭବ କରି ଭଗବାନ ମଧ୍ୟ ବ୍ୟଥିତ ହେଲେ। ତୁମ ଉପରେ ବ୍ରହ୍ମାଣ୍ଡର ସମସ୍ତ ପରିପାଳନ ଦାୟିତ୍ୱ ନ୍ୟସ୍ତ କରିଦେଇ ମୁଁ ନିଶ୍ଚିନ୍ତରେ ଥିଲି। ତମେମାନେ ଯଦି ଦୁର୍ବଳ ହୋଇଯିବ, ସ୍ୱକାର୍ଯ୍ୟ ସାଧନ କରି ନ ପାରିବ, ତାହେଲେ ଜଗତ ଚଳିବ କେମିତି? ସେମାନେ ଚଳଉଛନ୍ତି ତ ବିଶ୍ୱକୁ। କିଏ ଶସ୍ୟ ଯୋଗାଇ ଦେଉଛି, କିଏ ଔଷଧି ଯୋଗାଇ ଦେଉଛି, କିଏ ସେ ଅଗ୍ନି ଯୋଗାଇ ଦେଉଛି, କିଏ ସେ ଜଳ ଯୋଗାଇ ଦେଉଛି, କିଏ ସେ ବାୟୁ ଯୋଗାଇ ଦେଉଛି, ନାଇଁ କି? ଆମମାନଙ୍କୁ ପାଳନ କରୁଛନ୍ତି କିଏ? ସେ ଏମାନେ ପାଳନ କରୁଛନ୍ତି। ଇନ୍ଦ୍ର ଶସ୍ୟ ଦଉଛନ୍ତି, ବରୁଣ ଜଳ ଦଉଛନ୍ତି, ଏଗୁଡ଼ା ତ ଆମର ନହେଲେ ନ ଚଳେ ମୁହୂର୍ତ୍ତେ। ଚନ୍ଦ୍ରମା ଔଷଧି ଦଉଛନ୍ତି, ସୂର୍ଯ୍ୟ ଜୀବନୀ ଶକ୍ତି ବଳବୀର୍ଯ୍ୟ ବୁଦ୍ଧି ପ୍ରଭୃତି ଦଉଛନ୍ତି। ଏମିତି କିଏ କଣ ଆମକୁ ପ୍ରଦାନ କରିକିରି ବଞ୍ଚେଇ ରଖିଛନ୍ତି? ଆଉ ଭଗବାନ ଚିନ୍ତିତ ହେଲେ, ତୁମେମାନେ ଦୁର୍ବଳ ହୋଇଗଲେ କେମିତି ଚଳିବ? କିନ୍ତୁ ତମର ବର୍ତ୍ତମାନ ଯୋଉ ଅବସ୍ଥା ହେଇଛି, ଗୋଟେ କାମ କର, ଯୋଉଥିରେ ତମର କଲ୍ୟାଣ ହବ କହୁଛି। ତମେମାନେ ଅମୃତ ଭୋଜନ କର। ଅମୃତ ସେବନ ଦ୍ୱାରା ଯେପରି ବୈଦ୍ୟରାଜ କ୍ଷୀଣକାୟ ରୋଗୀକି ପରୀକ୍ଷା ନିରୀକ୍ଷା କରି କହନ୍ତି, ତୁମେ ଅମୁକ ଔଷଧ ପ୍ରତିଦିନ ଚନ୍ଦନ ପାଣିରେ ଘୋରିକିରି ଖାଇବ, ତାପରେ କ୍ଷୀର ସର ଟିକେ ଖାଇବ, ତାହେଲେ ତମର ସ୍ୱାସ୍ଥ୍ୟ ଠିକ ଆସିଯିବ। ସେମିତିକା ଭଗବାନ କହିଲେ, ତୁମମାନେ ଅମୃତ ସେବନ କର। ଅମୃତ ସେବନ କଲେ ଦେହ, ମନ, ବୁଦ୍ଧି, ତେଜ, ପ୍ରଭାବ, ଓଜ, ବୀର୍ଯ୍ୟ ସବୁ ଅଭିବୃଦ୍ଧି ଘଟେ। ଅମୃତ ପାନ କର। ଆଜ୍ଞା, ଅମୃତ କି ଜିନିଷ ସିଏ? ସେ ଗଛ ତ ଆମ ବାଡ଼ିରେ ନାହିଁ, ନାଇଁ କି? ଅମୃତ ବୋଲି ଆମେ ଶୁଣିଛୁ ସିନା, କିନ୍ତୁ ଅମୃତ କେମିତି କଣ କୋଉଠୁ ହୁଏ ଆମେ ତ ଜାଣିନୁ। ସେ କି ପଦାର୍ଥ ନା? ଏ ବିଶ୍ୱକୁ ମନ୍ଥନ କଲେ ୟା ଭିତରେ ଅମୃତର ସତ୍ତା ନିହିତ ଅଛି। ଯେମିତି ଶରୀର ଭିତରେ
ଦେହ ଭିତରେ ଜୀବନର ସତ୍ତା ନିହିତ ଅଛି, କାହିଁକି ଜୀବନର ସତ୍ତା ନିହିତ ଅଛି। ସେ ଏମିତି ମିଶି ଯାଇଛି ଯେ କୋଉଠି ଅଛି ଏମିତି ତାକୁ ଆମେ ଖୋଜିକିରି ପାଉନି, କିନ୍ତୁ ଅଛି। ଅନୁସ୍ୟୁତ ଏ ଶବ୍ଦଟାକୁ କୁହାଯାଏ ଅନୁସ୍ୟୁତ ଦାର୍ଶନିକ ଭାଷାରେ, ହେଇକିରି ରହିଛି ଶରୀର ଭିତରେ। ଯେତେବେଳେ ରାଜା, ଏ ଯୋଉ ଦୁଷ୍ଟ ରାଜାଟା ଥିଲା, କଣ ତା ନା, ବେନ, ରାଜା ବେଣ ଯେତେବେଳେ ମହା ଉତ୍ପାତ କଲା, ଋଷିମାନେ କଣ କଲେ, ତାକୁ ତ ହୁଙ୍କାର ନାଦରେ ପାତ କଲେ। ସେଠି ଗୋଟେ ପଦ ଆପଣ ପାଇବେ ଯୋଉଟା ଆମେ କିଛି ବୁଝିପାରୁନ, ତା ଶରୀରକୁ ମନ୍ଥନ କରି ପୃଥୁ ଆଉ ତାଙ୍କ ପତ୍ନୀ ଦୁଇ ଜଣଙ୍କୁ ଉତ୍ପନ୍ନ କଲେ ନା, ଆଉ ଉତ୍ପନ୍ନ କଲେ। ଆଉ ଗୋଟେ ପାପ ପୁରୁଷ ବାହାରିକିରି ପଳେଇଲା ନାଇଁ କି, ସେ ଅରଣ୍ୟ ଭିତରେ ବାସ କଲା, ଆଉ ଦୁଇଟା ଶୁଦ୍ଧ ବସ୍ତୁ ତା ଭିତରୁ ବାହାର କଲେ। ଏଟା କଣ, ଶରୀରଟାକୁ ମନ୍ଥନ କଲେ ବୋଲି ଲେଖା ହେଇଛି। ଆମେ କିଛି ବୁଝିବାନି, ଶରୀରଟାକୁ କଣ ମନ୍ଥିଲେ, ଅଟା ଭଳିଆ ଚକଟିଲେ। ତାତ୍ପର୍ଯ୍ୟ ସେ ଜୀବନୀ ଶକ୍ତି ଟିକେ ବାହାର କଲେ, ତା ଭିତରେ ଯୋଉ ଅମୃତ ସତ୍ତା ଟିକେ ଅଛି ଶରୀରଟା ଭିତରେ, ସେମିତି ବିଶ୍ୱରେ ଅମୃତ ସତ୍ତା ଟିକେ ଥିବାରୁ କୌଣସି ଏକ ବିଶିଷ୍ଟ ସତ୍ତା ଯାହାକୁ ଧରି ରଖିଛି ଏ ବିଶ୍ୱକୁ ଶାନ୍ତିମୟ, ପବିତ୍ରୀକୃତ, ସୁଖମୟ, କଲ୍ୟାଣମୟ ଓ ଆୟୁଷ୍ମାନ କରି ତୋଳୁଛି। ସେ ଅମୃତ ଅଂଶ ତାକୁ ତୁମେ ବାହାର କର। ଆଜ୍ଞା କେମିତି କଣ ବାହାର କରିବୁ? ନା ତମେ ସେ କୌଶଳ ଜାଣିନ, ମୁଁ ବତେଇ ଦଉଛି, କର। ଯେତେ ବୃକ୍ଷଲତା, ତରୁ ତୃଣ ଓ ଦ୍ରବ୍ୟାଦି ଅଛି ସବୁ ଆଣିକିରି କ୍ଷୀର ସାଗରରେ ପକା। ତାର କିଛି କିଛି ଅଂଶ ଆଣିକିରି କ୍ଷୀର ସାଗର ଦେହରେ ପକା। କ୍ଷୀର ସାଗର ଭିତରେ ସେଟା ବୁଡିକିରି ରହୁ। ଏସବୁ ଧରେ ତ ଅମୃତ ରହିଛି। ଅନୁସ୍ୟୁତ ଅବସ୍ଥାରେ ବିଶ୍ୱର ପ୍ରତ୍ୟେକ ପଦାର୍ଥରେ ସବୁ ବୃକ୍ଷଲତା, ଔଷଧି, ଶସ୍ୟ, ଯେଉଁଥିରେ ଅଧିକ ପରିମାଣର ଅମୃତ ରହିଛି, ମାଟି କାଠ ଇଟାରୁ ଅମୃତ ଯଦିଓ ଅଛି, ଏତେ କ୍ଷୀଣ ଯେ ସେଥିରୁ ବାହାରିବନି ସହଜରେ। କାହିଁକି? ଆମର ମର୍କୁରୀ, ପାରଦ ବିଭିନ୍ନ ଜିନିଷରେ ଅଛି, କିନ୍ତୁ ଆମେ ସେଥିରୁ ବାହାର କରିପାରିବାନି। କୋଉଥିରୁ ବାହାର କରାଯିବ? ମୟୂରଗିରିଆ ବୋଲି ଗୋଟେ ଜିନିଷ ଅଛି, ତାର ଇଂଲିଶ ପର୍ଯ୍ୟାୟ ନାଁଟା କଣ କେଜାଣି, କଣ ଗୋଟେ ହେଇଥିବ, ଲାଲ ପଥର ଖଣ୍ଡ, ମାଟି ପଥର ଭଳିଆ, ତାକୁ ମୟୂରଗିରିଆ କହନ୍ତି। ସେ ମୟୂରଗିରିଆ ଏକ ବିଷାକ୍ତ ପଦାର୍ଥ ରୂପେ ଔଷଧରେ ବ୍ୟବହାର ହୁଏ। ବିଷାୟନ, ବିଷ ଔଷଧ, ଆମର ଶରୀର ଚିକିତ୍ସା ନିମନ୍ତେ ଯେଉଁ ରସାୟନ ଆଉ ବିଷାୟନ ଅଛି, ସେ ବିଷାୟନ ନିମନ୍ତେ ଏଇଟା ବ୍ୟବହାର ହୁଏ ମୟୂରଗିରିଆ। ଆଉ ମୟୂରଗିରିଆ ମଧ୍ୟ ବିଷାକ୍ତ। କଣ ହେଲା? ଛାଡ଼ି ଦେଇ ଆସନ୍ତୁ ଟିକେ ବା। ଆଚ୍ଛା ବସ। ସେ ମୟୂରଗିରିଆରୁ ପାରଦ ଉତ୍ପନ୍ନ କରାହେଉଛି, ମର୍କୁରୀ। କାହିଁକି ନା ଯଦିଓ ବିଭିନ୍ନ ବସ୍ତୁରେ ମୟୂରଗିରିଆ ଅଛି, ପାରଦ ଅଛି, କିନ୍ତୁ ଏତେ କମ ପରିମାଣ ଅଛି ଯେ ସେଥିରୁ ବାହାର କରି ହବନି ସହଜରେ, ଆଉ ଆମେ ବିଶେଷ ଲାଭବାନ ହବନି। କିନ୍ତୁ ମୟୂରଗିରିଆରେ ମର୍କୁରୀ ଅଂଶ ପ୍ରଚୁର ଅଛି, ତା ଦେହରୁ ସହଜରେ ବାହାର କରିପାରିବା। ସେଇଭଳିଆ ସବୁଥିରେ ଅମୃତାଂଶ ଥିଲେ ମଧ୍ୟ ଯେଉଁ ଜଡ଼ ପଦାର୍ଥ ମାନ
ପ୍ରଭୂତ ପ୍ରଚୁର ଅମୃତ ଧାରଣ କରିନି ସେଗୁଡ଼ିକ ବ୍ୟତୀତ ଶସ୍ୟ ଔଷଧି ବୃକ୍ଷଲତା ସୁବର୍ଣ୍ଣାଦିକ ବସ୍ତୁ ମଣି ପ୍ରଭୃତି ଧାତୁ ଏମିତି କେତେ ଗୁଡେ ପଦାର୍ଥ ଯାହା ଦେହରେ ଅମୃତାଂଶ ଅଧିକ ପରିମାଣର ଅଛି ତାକୁ ସବୁ ଆଣି କ୍ଷୀର ସମୁଦ୍ର ଭିତରେ ପକା। କ୍ଷୀର ସମୁଦ୍ର ଭିତରେ ସେ କିଛି ଦିନ ରହିଗଲା ପରେ ସଢିଗଲା ପରେ ତାକୁ ମନ୍ଥନ କରି ଅମୃତ ନିଷ୍କାସନ କର। ଯେମିତି ଆମେ କ୍ଷୀରରେ ରହିଛି ଯେ ଘୃତ ଆମେ ତା ଦେହରୁ ଘୃତଟାକୁ ବାହାର କରିପାରୁନୁ, ସହଜରେ ବାହାର କରିପାରୁନୁ। ତାକୁ ଆଉଟି ଦଧି ରୂପ ଧାରଣ କଲେ, ଦଧିକୁ ମନ୍ଥନ କଲେ ଲହୁଣୀ ଅଂଶ ଅଲଗା ହେଇଯାଉଛି, ଘୃତ ଅଂଶ ଆପେ ଅଲଗା ହେଇଯାଉଛି। କ୍ଷୀର ଭିତରେ ବାଣ୍ଟି ହେଇକିରି ଥିବା ମୋଟେ ଜଣା ପଡୁନଥିବା ଲୁଚିକିରି ଅନୁସ୍ୟୁତ ହୋଇ ରହିଥିବା ଘୃତାଂଶ ଦଧି ମନ୍ଥନ ଦ୍ୱାରା ସ୍ୱୟଂ ଅଲଗା ହେଲା ଭଳିଆ ଯାବତୀୟ ଶକ୍ତିଶାଳୀ ପଦାର୍ଥ ମାନଙ୍କୁ କ୍ଷୀର ସାଗର ଭିତରେ ପକେଇ ତାକୁ ମନ୍ଥନ କଲେ ତା ଦେହରୁ ଅମୃତାଂଶ ଆପେ ଅଲଗା ହେଇଯିବ। ସେଇ ଅମୃତ ସେବନ କଲେ ତମମାନଙ୍କର ଶାରୀରିକ ମାନସିକ ଉଚ୍ଚ ବୀର୍ଯ୍ୟ ଇନ୍ଦ୍ରିୟ ସମ୍ବନ୍ଧୀୟ ଶକ୍ତିର ଅଭିବୃଦ୍ଧି ଘଟିବ। ଯା ଆଜ୍ଞା କେମିତି ମନ୍ଥିବୁ ନା? ହଁ ସତ କଥା, ସମୁଦ୍ରଟେ ଫେରେ ଏ ସମୁଦ୍ର ନୁହଁ, ୟାର 100,000 ଗୁଣ କି 7,000 ଗୁଣ ଅଧିକ ଗଭୀର ଓ ପ୍ରସାରିତ ଏଡେ ବଡ ସମୁଦ୍ର। ୟାକୁ କୋଉଥିରେ ମନ୍ଥିଲେ ୟା ପାଣି ପୁରା ମନ୍ଥି ହବ ନାଇଁ କି? ଏ ସମୁଦ୍ରଟା ତ ମନ୍ଥି ହେବା ଦରକାର, ଦହି ମନ୍ଥି ଗଲା ଭଳିଆ। ଚିନ୍ତା କରି କରି କହିଲେ ଆଉ ତମେମାନେ ତ ସବୁ ଶକ୍ତିଶାଳୀ ଅଛ, ଆଉ ମନ୍ଦର ପର୍ବତଟାକୁ ଆଣ। ମନ୍ଦର ପର୍ବତଟା ଖୁବ ଉଚ୍ଚା, ତାର ଶାଖା ପ୍ରଶାଖା ବେଶୀ ନାହିଁ, ଯଦିଓ ତାର ମୂଳ ଦେଶ ଖୁବ ବ୍ୟାପକ ଚଉଡ଼ା, କିନ୍ତୁ ଏଇଟା ସିଧା ସଳଖ ପର୍ବତଟା। ଆଉ ଏଇଟା ମନ୍ଥନ କରିବାକୁ ଭଲ ହବ। ଯେତେ ପର୍ବତ ଅଛି ତା ଭିତରେ ଏଇଟା ସ୍ତମ୍ଭ ଭଳିଆ ସିଧା ଉପରକୁ ତୀକ୍ଷ୍ଣ ହେଇ ଉଠିଥିବା ପର୍ବତଟେ, ୟାର ବହୁତ ଶାଖା ନାହିଁ, ତେଣୁ ମନ୍ଦର ପର୍ବତ ଟିକେ ଆଣ। ଆଜ୍ଞା ହଁ ମନ୍ଦର ପର୍ବତଟା ପକେଇ ମନ୍ଥନ କରିବୁ ଯେ, ଆଉ ତାକୁ କେମିତି ଧରିକିରି ଆମେ ମନ୍ଥନ କରିବୁ? ଗୋଟେ ରଜ୍ଜୁ ତ ଆବଶ୍ୟକ ନା? ହଁ ଟାଣୁଆ ରଜ୍ଜୁଟେ ଦରକାର, ଭଗବାନ ସବୁ ବତଉଛନ୍ତି। ରଜ୍ଜୁ ଆଉ କୋଉ ରଜ୍ଜୁ ସମ୍ଭାଳିବ ପର୍ବତଟାକୁ ଚାଳନ କରିବା ପାଇଁ? ବାସୁକୀକି ଯାଇକିରି କହ, ସମସ୍ତେ ହିଁ ତାକୁ ନିବେଦନ କର, ଆଉ ସେ ବାସୁକୀ ନାଗ ସେ ରଜ୍ଜୁ ରୂପେ ଆସୁ, ସେ ସମ୍ଭାଳିବ। ବାସୁକୀ ନାଗ ସେ ମହାଶକ୍ତିଶାଳୀ, ସେ ସମ୍ଭାଳି ପାରିବ। ଏ ମନ୍ଥନ ଜନିତ ଯୋଉ କ୍ଲେଶ ସେଟା ସେ ସମ୍ଭାଳିବ, ତାର ସେ ଶକ୍ତି ଅଛି, ଆଉ କିଏ ସମ୍ଭାଳି ପାରିବେନି। ଦେବତାନନ କହିଲେ ଆଜ୍ଞା ଏତିକି କାମ ଆମେ କରିପାରିବୁଟି? କୋଉଠୁ ମନ୍ଦରକୁ ଉପାଡ଼ିକିରି ଆଣିବୁ? ପୃଥିବୀର ସବୁତକ ଶାଖା ପ୍ରଶାଖା ଲତା ଔଷଧି ଧାତୁ ସବୁ ଆଣିବୁ, ଫଳ ପୁଷ୍ପ ସବୁ ଆଣି ପକେଇବୁ, ଆଉ ବାସୁକୀକି ଆଣିକିରି ମନ୍ଥିବୁ, ସମୁଦ୍ର ମନ୍ଥନ କରିବା? ଭଗବାନ ଟିକେ ଚିନ୍ତା କଲେ, କହିଲେ ତମେ ଏକୁଟିଆ ପାରିଲା ଭଳିଆ ମତେ ଦୋଷୁନି, ଅସୁରମାନଙ୍କ ସହିତ ସହଯୋଗ କରିକିରି ଯଦି କରିବ ତାହେଲେ ହେଲେ ହେଇପାରେ। ତଥାପି ତମେମାନେ ସଫଳ ହେବା ସମ୍ଭାବନା କମ୍, ଆଉ ମୁଁ ଯିବି ଶେଷକୁ। ଆଉ ଏକଥା କହିଲେ, ଏକଥା କହିଲେ ମୁଁ ଯିବି, ତମେମାନେ ନ ପାରିଲା ବେଳକୁ ମୁଁ ଯିବି ଯୋଉଠି ନ ପାରିବ।
ବୋଲି ନିର୍ଦ୍ଦେଶ। ଦେବତା ମାନେ ସେଠି କହିଲେ ପ୍ରଭୁ ବ୍ରହ୍ମା ପ୍ରଭୃତି ଦେବତା ମାନେ ଅସୁର ମାନେ ତ ଆମର ଚିର ବିରୋଧୀ ଘୋର ଶତ୍ରୁ, କେତେ କାଳ ହେଲା ସ୍ୱର୍ଗ ରାଜ୍ୟ ଆମଠୁ ଛଡେଇ ନେଇଛନ୍ତି। ସ୍ୱର୍ଗର ଭୋଗ ବିଳାସ ବିହୀନେ ଦୁଃଖରେ ମ୍ରିୟମାଣ ହେଇ ଗୋପନରେ ଆତ୍ମଗୋପନ କରି ଲୁଚି ରହି ଖାଇବାକୁ ପିଇବାକୁ ନ ପାଇ ଅସୁର ମାନଙ୍କର ଉତ୍ପାତରେ ଚତୁର୍ଦିଗରେ ବ୍ରାହ୍ମଣ ମାନଙ୍କର କାର୍ଯ୍ୟ ବନ୍ଦ ହେବା ଫଳରେ ଆମେ ଦୁର୍ବଳ। ବ୍ରାହ୍ମଣ ମାନଙ୍କର ଶକ୍ତି ବୈଦିକ କର୍ମ ଦେବତା ମାନଙ୍କୁ ପୁଷ୍ଟ କରେ ତ ଏମିତି ଅବସ୍ଥା ଆମର। ଆଉ ଆମେ ଏ ଅବସ୍ଥାରେ ଦୁର୍ବଳ ଅବସ୍ଥାରେ ଯାଇକିରି ଆଉ ଅସୁର ମାନେ ଆମକୁ ସହଯୋଗ କରିବେ, ଏମିତି ପରେ ସେ ଆମର ଚିର ବିରୋଧୀ। ଭଗବାନ କହିଲେ ମୂର୍ଖ ଭଳିଆ କାମ କଲେ କେମିତି ହବ? ଦେଶ କାଳ ପାତ୍ରକୁ ବିଚାର କରି କରିବ ନା। ଆଉ ଶୁଣ ଗୋଟେ କଥା କହୁଛି, ଗୋଟିଏ ଗପ କହୁଛି ଶୁଣ ଦେବତା ଗଣ। ଗୋଟିଏ ସାପୁଆ କେଳା ଥିଲା। ସେ ଗୋଟେ ଭୟଙ୍କର ନାଗ ରଖିଥିଲା, କଳା ନାଗ। ତାକୁ ଖେଳାଏ, 2 ପଇସା ରୋଜଗାର କରେ। ତାକୁ ମଣି ମନ୍ତ୍ର ଔଷଧ ଇତ୍ୟାଦି ପ୍ରୟୋଗ କରି ତାର ବିଷଦାନ୍ତ ଭାଙ୍ଗି ତାକୁ ପେଟାରୀ ଭିତରେ ବନ୍ଦୀ କରି ରଖିଛି ନିରନ୍ତର। ଆଉ ତାକୁ ଦାଣ୍ଡରେ ଖେଳଉଛି, ଖେଳି 2 ପଇସା ରୋଜଗାର କରୁଛି। ସେ ତାର ସୁଖରେ ଚଳି ଯାଉଛି। କଳା ନାଗର ଖେଳ ଦେଖି ଲୋକେ ଟଙ୍କେ 8 ଦଉଛନ୍ତି, ତାର ହେଇଯାଉଛି। ସେ ପେଟାରୀ ଭିତରେ ପେଡ଼ି ଭିତରେ ସାପକୁ ପେଡ଼ି ଭିତରେ ରଖନ୍ତିନି କି, ବନ୍ଦୀ ଅବସ୍ଥାରେ ସେ କଳା ନାଗ ରହିଛି। ଖେଳେଇବାକୁ ତାକୁ ଯେତେବେଳେ ବାହାର କରୁଛି, ତାକୁ ଆଦେଶ ଦେଇ ଆଘାତ ଦେଇ ଖେଳଉଛି, ଇଏ ତାର କେଳାର ବୋଲ ମାନି ଖେଳିବାକୁ ବାଧ୍ୟ ହେଉଛି। କିନ୍ତୁ ଉତ୍କଟ ବିଷଧର ନାଗ ସେ କାହାକୁ ମାନିବା ଲୋକ ନୁହଁ, ନାଇଁ କି? ସେ କାହାକୁ ଭୟ କରିବା ଲୋକ ନୁହଁ। ବର୍ତ୍ତମାନ ପରିସ୍ଥିତି ଚାପରେ ବନ୍ଦୀ ଭିତରେ ଯେତେବେଳେ ବନ୍ଦୀ ଅବସ୍ଥାରେ ପେଡ଼ି ଭିତରେ ରହିଛି, ବାହାରେ ନାଚ କରିବାକୁ ବାଧ୍ୟ ହେଉଛି, ସେତେବେଳେ ତା ଭିତରେ ଯୋଉ କ୍ରୋଧ ପ୍ରଜ୍ୱଳିତ ଅବସ୍ଥାରେ ଅଛି, କିନ୍ତୁ କରିବାକୁ କିଛି ଉପାୟ ନାହିଁ। ପେଡ଼ି ଭିତରେ ଆବଦ୍ଧ ହେଇକି ଅଛି, କରିବ କଣଟା? ଅଧଘଣ୍ଟେ ଘଣ୍ଟେ ବାହାର କଲା, ଗୋଟେ ଖେଳ ବୁଲ କରେଇଲା, ପୁଣି ଆଉ ଥରେ ପେଡ଼ି ଭିତରେ ଜବରଦସ୍ତି ଭର୍ତ୍ତି କରି ତ ସୂତା ବାନ୍ଧିଦେଲା। ଆଉ କିଛି କରିପାରୁନି, ଏମିତି ଅବସ୍ଥାରେ ଅଛି। ଦୈବାତ ଗୋଟେ ମୂଷା କୁଆଡୁ କଣ ହେଇକରି ସେ ପେଡ଼ି ଭିତରକୁ ପଶିଗଲା। କେମିତି କଣ ଟିକେ ଫାଙ୍କା ଥିଲା, ତା ଭିତରକୁ ସେ କଣ ଅଛି ବୋଲି ଗଳିକିରି ପଶିଲା। ପଶିଲା ବେଳକୁ ଭିତରେ କଳା ନାଗ ରହିଛି। କମ୍ପିଲା ସେ ଭିତରେ ମୂଷା। ଯେମିତି କମ୍ପିତ ହେଲା, ସାଙ୍ଗେ ସାଙ୍ଗେ ତାକୁ କଳା ନାଗ କହିଲା, ନାଗ ସର୍ପ ସର୍ପ ତାକୁ କହିଲା, ମୂଷିକ ଭାଇ କାହିଁକି ଡରୁଛୁ? ଚିନ୍ତା କର, ମୁଁ ତୋର ବନ୍ଧୁ, ମୁଁ ତୋ ପ୍ରତି ଶତ୍ରୁତା ଆଚରଣ କରିବିନି। ମୁଁ ତୋ ପ୍ରତି ଶତ୍ରୁତା ଆଚରଣ କରିବିନି। ତୁ ଚିନ୍ତା କରନା, ରହ। କେମିତି ଆସିଲୁ, କଣ ହେଲା, ତୋର ପିଲାମାନେ କେମିତି ଅଛନ୍ତି, ପିଲା ଛୁଆ ଭଲ ମନ୍ଦ ସବୁ ପଚରା ପଚରି କଲା। ନାନା ପ୍ରକାର ମଧୁର କଥା କହି ତା ମନରୁ ଭୟ ଦୂର କଲା। କହିଲା, ଦେଖ ଭାଇ ଆସିଛୁ ତ, ଦୈବାତ କେମିତି କଣ ପଳେଇ ଆସିଲୁ, ଏଇଟା ଦୈବ ଇଚ୍ଛା। ତୁ ଜାଣି ଶୁଣିକିରି ଆସିନୁ, ଏଇଟା ଦୈବ ଇଚ୍ଛା। ଏଇ ଯୋଉ ଆମକୁ ଗୋଟେ ସୁଯୋଗ ମିଳିଛି, ଏଇଟାର ସଦ୍ବ୍ୟବହାର କରିବା ଆମର କର୍ତ୍ତବ୍ୟ। ଆମେ ଯଦି ଭୁଲ ବୁଝାମଣା କରିବା ତାହେଲେ ଆମର କ୍ଷତି ହବ। ଏମିତି ବୁଝାବୁଝି କରି ତାର ଭୟ ଛଡ଼େଇ, ଦେଖ ତୋର ଶକ୍ତି ଅଛି, ମୋର ଶକ୍ତି ନାହିଁ। ଏ ପେଡ଼ିଟା କାଟିକିରି କଣା କରିବାକୁ ତତେ ବେଶୀ ସମୟ ଲାଗିବନି। ତୁ ଏ ପେଡ଼ିଟାକୁ କାଟିକିରି କଣା କରିଦେ, ଆମେ ଦିହେଁ ବାହାରିକିରି ପଳେଇବା ଭିତରୁ। ତୁ ତୋ ବାଟରେ ତୋ ଘରକୁ ଯିବୁ, ମୁଁ ମୋ ଘରକୁ ଯିବି। ଆଉ କଣ? ମୂଷା କହିଲା, ହଉ
କଣାଟିଏ ଗଲା। ମୂଷା ସାପ ଉଭୟ ଗଳିକିରି ଗଲା ଭଳିଆ ତାର ତ ଶକ୍ତି ଅଛି, ଦାନ୍ତରେ କାଟିକିରି କଣାଟିଏ ଗଲା। ଯେତେବେଳେ ଦାନ୍ତରେ କାଟି କଣାଟିଏ କଲା, କଣା ସରିଲା, ଛିଦ୍ର ହେଇଗଲା ସୃଷ୍ଟି, ସେତିକିବେଳେ ନାଗସର୍ପ କହିଲା, କଳା ନାଗ କହିଲା, କହିଲା ମୂଷିକ ଭାଇ ଇଆଡ଼କୁ ଆ, ଏଇ ସେଠି ବସେ, ମୁଁ ତତେ ଭକ୍ଷଣ କରିବି। ନା ଆପଣ କହିଲେ ଏମିତି ମୁଁ ଛିଦ୍ର କଲି, ଆଉ ଆମେ ବନ୍ଧୁ ବୋଲି। ନା କହିଥିଲି, ସେତେବେଳେ ମୋର କାର୍ଯ୍ୟ ବାକି ଥିଲା ବୋଲି ତତେ କହିଥିଲି। ବର୍ତ୍ତମାନ ତୁ ଛିଦ୍ର ନିର୍ମାଣ କରିସାରିଲା ପରେ ମୋର କାର୍ଯ୍ୟ ଶେଷ ହେଇଛି। ବର୍ତ୍ତମାନ ମୋର ପ୍ରୟୋଜନ ଆହାର, ମୁଁ ତତେ ଭକ୍ଷଣ କରିବି। ବସ ସେଠି। ନିରୂପା ହେଇ ମୂଷିକ ବସିଲା, ଆଉ ସର୍ପ ତାକୁ ଭକ୍ଷଣ କରି ସେଇ ଛିଦ୍ର ଦେଇ ବାହାରି ଚାଲିଗଲା। ଭଗବାନ ବତଉଛନ୍ତି ବୁଦ୍ଧି ଦେବତାମାନଙ୍କୁ। ଏଟା ଭାଗବତରେ ଅଛି, ଏତେ ଡିଟେଲ ନାହିଁ, ଗୋଟିଏ ଶ୍ଳୋକରେ ରହିଛି। ସର୍ପ ମୂଷିକ ଠାରୁ କାର୍ଯ୍ୟ ସଂଘଟ କରେଇଲା ଭଳିଆ ତୁମେ ମାନେ ଏ ବିପଦ ଆଉ ଅସମୟରେ ମଧୁର କଥା କହି ଅସୁରମାନଙ୍କ ସହ ସନ୍ଧି କର। ଅସୁରମାନଙ୍କ ସହ ସନ୍ଧି କର, ତାଙ୍କୁ ବିଶ୍ୱାସକୁ ଆଣ। ସର୍ପ ଯେପରି ପେଟାରି ଛିଦ୍ର କରିବା ପାଇଁ ଅସମର୍ଥ, ମୂଷିକର ସହାୟତା ନ ପାଇଲେ ଛିଦ୍ର କରିପାରିବନି, ମୂଷିକ ପାରିବ। ସେମିତି ସମୁଦ୍ର ମନ୍ଥନ ପୂର୍ବକ ଅମୃତ ନିଷ୍କାସନ କର୍ମ ଏକା ତୁମମାନଙ୍କ ଦ୍ୱାରା ସମ୍ଭବ ନୁହଁ। ଅସୁର ଦଳ ଯଦି ଲାଗିଯିବେ এই କାର୍ଯ୍ୟ ସହଜରେ ହେଇଯିବ, ସେ ପାରିବେ। କଠୋର ପରିଶ୍ରମ ଓ ଶକ୍ତିଶାଳୀ ବର୍ତ୍ତମାନ ସେମାନେ ଅଛନ୍ତି। ସେମାନେ ବଳ ତେଜ ପୌରୁଷରେ ଅନୁମକ୍ତ ଅବସ୍ଥାରେ ଅଛନ୍ତି। ତମେ ହୀନବଳ ହୀନ ମନ ହେଇଯାଇଛି। ତେଣୁ ଏଇ କର୍ମ ସମ୍ପାଦନରେ ସେମାନେ ସମର୍ଥ ହେବେ। ଯାଅ, ସେମାନଙ୍କୁ ମଧୁର କଥା କହି ସେମାନଙ୍କ ସହ ମିତ୍ରତା, ଶତ୍ରୁ ଭାବରେ ଆଉ ଗ୍ରହଣ କରିବନି, ମିତ୍ର ଭାବରେ ଗ୍ରହଣ କରି ମିଠା କଥା କହି ସେମାନଙ୍କୁ ଆପଣାର କରିନିଅ। ଆପଣାର କରିନେଇ ଅମୃତ ଉତ୍ପନ୍ନ ହୋଇଗଲା ପରେ ତେଣିକି ସର୍ପ ମୂଷିକ ତୁଲ୍ୟ ଯେପରି ବ୍ୟବହାର କଲା ସେପରି କରିବ ବୋଲି ଭଗବାନ ନିର୍ଦ୍ଦେଶ ଦେଇ ଦେବତାମାନଙ୍କୁ ଛାଡ଼ିଲେ। ଦେବତାମାନେ ଆସିଲେ। ଦେବତାମାନେ ଆସି ଏପଟ ସେପଟ ହେଇ କୌଣସି ଗୋଟେ ଦୂତ ହାତରେ ଖବର ଦେଲେ ଯେ ଦେବରାଜ ଇନ୍ଦ୍ର, ଏ ବଳି ଅସୁର ରାଜ ବଳି, ଦେବରାଜ ଇନ୍ଦ୍ର ନିଜର ଅନୁଚର ମାନଙ୍କ ସହ ଆପଣଙ୍କ ସହ ସାକ୍ଷାତ କରିବାକୁ ଚାହୁଁଛନ୍ତି। ଦୂତ ଆସି କହିଲା। ବଳି ଉଦାର ସ୍ୱଭାବ, ବିବେକବାନ ବ୍ୟକ୍ତି, କହିଲେ ହଁ, ସମର୍ଯ୍ୟାଦା ଦେବତାଗଣଙ୍କ ସହ ଇନ୍ଦ୍ରଙ୍କୁ ନେଇ ଆସନ୍ତୁ। ସେମାନେ ତାଙ୍କ ପାଇଁ ବିଶେଷ ବିଶେଷ ଆସନର ବ୍ୟବସ୍ଥା କରାହେଲା। ଇନ୍ଦ୍ର ପ୍ରଭୃତି ଆସନରେ ଆସି ବସିବା ପୂର୍ବରୁ ସେ ତାଙ୍କର ଅନୁଚରମାନଙ୍କ ସହ ଆସୁଛନ୍ତି। ସମ୍ବର, ବୃଷବର୍ବା, ତ୍ରିଶଙ୍କୁ, କାଳକେୟ ପ୍ରତି ମୁଖ୍ୟ ମୁଖ୍ୟ ଦୈତ୍ୟଗଣ, ସେନାପତିଗଣ, ବଳିଙ୍କର ଯେଉଁମାନେ ସହାୟକ, ଯେ 10-50 ଥିଲେ ଟାଣୁଆ ଦୈତ୍ୟ ସବୁ, ଯିଏ ଏକା ବିଶ୍ୱ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବାକୁ ସାହସୀ ସମର୍ଥ, ଏମାନେ ସମସ୍ତେ କଣ ଘଟଣା, କୁଆଡ଼େ ଆସିଛନ୍ତି ଇନ୍ଦ୍ର? ତାଙ୍କର ଆମର ତ ବହୁତ କାଳ ଧରି ଶତ୍ରୁତା, ଏ ତ କୁଆଡ଼େ ଲୁଚିକିରି ଅଛନ୍ତି, ଆମେ ତ ସ୍ୱର୍ଗ ଭୋଗ କରୁଛୁ। ହଉ ଆସିଛନ୍ତି ତ ଆସନ୍ତୁ, କଣ ପାଇଁ ଆସେ? ସେମାନେ ମଧ୍ୟ ବଳିଙ୍କ ପାଖରେ ଟିକେ ଘଟଣା କଣ ଜାଣିବାକୁ ଇଏ ଆଙ୍କର ପାର୍ଷଦମାନଙ୍କୁ ନେଇକରି ବଳି ବସିଲେ। ଇନ୍ଦ୍ରଙ୍କ ପାଇଁ ସେ ପ୍ରକାର ବ୍ୟବସ୍ଥା କରାଗଲା ଆସନର। ଦେବତାମାନଙ୍କୁ ନେଇକରି ସେ ବସିଲେ। ଇନ୍ଦ୍ର, ବୃହସ୍ପତି
ଓ ଅନ୍ୟାନ୍ୟ ଦେବତାଗଣ ସମସ୍ତେ ସେଠି ବସି ପରସ୍ପର ଆଲୋଚନା କ୍ରମେ ଦେବତା ମାନେ ତ କୌଶଳୀ ଓ ବୁଦ୍ଧିମାନ ଖୁବ ମିଠା ମିଠା ମଧୁର ଓ ଯୁକ୍ତିଯୁକ୍ତ ସାରଗର୍ଭକ ନୀତିପୂର୍ଣ୍ଣ ବାକ୍ୟମାନ କହି କହିଲେ ଯେ ଆମେ ପରସ୍ପର ଦ୍ୱନ୍ଦ୍ୱ କରିକିରି ଲାଭ କଣ? ଆମେ ଯଦି ଦିଟା ଶକ୍ତି ପରସ୍ପର ମିଳିତ ହେଇପାରିବା ତାହେଲେ ଅନେକ ବଡ଼ କାମ କରିପାରନ୍ତେ। ଆମେ ପରସ୍ପର ଦ୍ୱନ୍ଦ୍ୱ କରିକିରି ଆମର ଶକ୍ତିଟାକୁ ଆମର ପରସ୍ପର ବିରୋଧରେ ହିଁ କ୍ଷୟ କରୁଛେ। ବରଂ ଏ ଦିଟା ଶକ୍ତିକୁ ଆପଣଙ୍କ ଶକ୍ତି ଓ ଦୈବ ଶକ୍ତି ଓ ଆସୁରୀ ଶକ୍ତି ଉଭୟକୁ ମିଶାଇ ଆମେ ଯଦି କିଛି ବିଶେଷ କାର୍ଯ୍ୟ ହାସଲ କରିପାରନ୍ତେ ଆଉ ସେ ସୁଫଳକୁ ଆମେ ଭାଗ ବାଣ୍ଟିକରି ନିଅନ୍ତେ। ଯିଏ ଯେତିକି ଖଟିବ ସେ ସେତିକି ଅଂଶ ପାଇବ। ଏମିତି ଗୋଟେ ନ୍ୟାୟପୂର୍ଣ୍ଣ ଓ ଯୁକ୍ତିଯୁକ୍ତ ଅବସ୍ଥାରେ ଶାନ୍ତ ଚିତ୍ତରେ ସମାଧାନ ପୂର୍ବକ କଲେ ଭଲ ହୁଅନ୍ତା। ଆମେ ଗୋଟେ ଜିନିଷର ସନ୍ଧାନ ପାଇଛୁ, ତାହା ହେଉଛି ଅମୃତ। ଚମକିଲେ ଅସୁରଣୀ ହରି କଣ ଗୋଟେ ବଢିଆ ଜିନିଷ ଅଛି ଅମୃତ ବୋଲି କହୁଛନ୍ତି, କଣ ଭଲ ଜିନିଷ ଅଛି ଅମୃତ। ସେ ବସ୍ତୁ କୋଉଠି ଅଛି ନା ଆମେ ଆଜି ପର୍ଯ୍ୟନ୍ତ ଖୋଜୁଥିଲୁ, ସେ ବସ୍ତୁର ସନ୍ଧାନ ଆମେ ପାଇଛୁ। ସେ କୋଉଠି ଅଛି, ତାକୁ କେମିତି ସଂଗ୍ରହ କରିବାକୁ ହବ, ତା ପାଇଁ କଣ କଣ ପ୍ରସ୍ତୁତି ଦରକାର, ଏସବୁ ଗୁଡାକ ଆମର ଯୋଜନା ସରିଛି। ଏତକ ଆମେ କରିଦେଇଛୁ। କିନ୍ତୁ ଏଇଟା ଏଡେ କଠିନ କାର୍ଯ୍ୟ ଯେ ଆମେ ଏକା ଏକା ଦେବବାହିନୀ ଅମୃତ ସଂଗ୍ରହ କରିବା ପାଇଁ ସାହସ କରିପାରୁନୁ। ଆମେ ତା ପାଇଁ ସାହସ କରିପାରୁନୁ। ନା କେମିତି କଣ ଘଟଣା କହ ନା ସେଇଟା କେମିତି କହିଦେବୁ। ଆମର ଏତେ ଦିନ ରିସର୍ଚ୍ଚର ଫଳ ସେଇଟା, ଫର୍ମୁଲାଟା କେମିତି ବତେଇ ଦେବୁ ନାଇଁ କି? ଏ କମ୍ପାନୀ ମାନଙ୍କର କଣ ଅଛି କି ବିଶେଷତ୍ୱ? ଗୋଟେ ଫର୍ମୁଲା ନା ଆଉ କାଗଜ ଖଣ୍ଡେ ଆଉ ସେଉଠି ତାଙ୍କର ଗୋପନୀୟ ଜିନିଷ ଆଉ ଯାହାର ତାର ନିଜସ୍ୱ ଫର୍ମୁଲା ଅଛି। କିଏ ମେଡିସିନ ତିଆରି କରୁଛି, ସେ ମେସିନ ତିଆରି କରୁଛି, ତାର ଗୋଟେ ଅଲଗା ଫର୍ମୁଲା ଅଛି। ସେ ଫର୍ମୁଲାଟା ଅନ୍ୟ କେହି ଜାଣେନି। ହେଟା ଫର୍ମୁଲାଟା କେମିତି କହିଦେବୁ ତୁମକୁ? ଅମୃତ କେମିତି ଉତ୍ପନ୍ନ ହବ, କେମିତି ସଂଗୃହୀତ ହବ? ପ୍ରଥମେ ଆମେ ଭିତରେ ସନ୍ଧି ହଉ, ଆମେ ବନ୍ଧୁ ହେଇଯିବା। ଯେତେବେଳେ ଆପଣମାନେ ଆମର ବିଶ୍ୱାସକୁ ଆସିବେ ଯେ ନାଇଁ ଆମେ ମିଳିମିଶିକରି କାର୍ଯ୍ୟ କରିବା, ଆମେ ବିଶ୍ୱାସ କରୁ, ସେତେବେଳେ ଆମେ ବତେଇବୁ କାର୍ଯ୍ୟଟା ଆମେ କରିବା ସମସ୍ତେ। ସମସ୍ତେ ମିଶିକରି ଅମୃତ ସଂଗ୍ରହ କରିବା। ଆଉ ସେଟା କହିବାର କଣ ଅଛି? ଫର୍ମୁଲା ଅନୁସାରେ ଗୋଟେ 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 କାମ କରିଯିବ କହୁ। ପ୍ରଥମେ କଣ କରିବ କହୁ, ତାପରେ କଣ କରିବ କହୁ। ଫର୍ମୁଲା ଆମର ପ୍ରସ୍ତୁତ ହେଇଯାଇଛି, କିନ୍ତୁ ଆମେ ଏକା କରିବାକୁ ସମର୍ଥ ହଉନୁ। ଆମକୁ ସାହସ ହଉନି, ପାରିବୁନି ତ। କିନ୍ତୁ ଆମେ ଦିହେ ମିଶିଗଲେ ହେଇଯାନ୍ତା। ବଳି ପଚାରିଲେ ଦିହେ ମିଶିକିରି ପାରିବା ବୋଲିକିରି ନିଶ୍ଚିତ କଣ ନା? ଆମ ଭିତରେ ଆଗ ସନ୍ଧି ହଉ, ଆମ ଉଭୟ ଦଳଙ୍କ ଭିତରେ ଆଗ ସନ୍ଧି ହଉ, ସର୍ତ୍ତ ହଉ, ଆମେ ମିଳିମିଶିକରି କାମ କରିବୁ ବୋଲି। ତାପରେ ଆମେ ଅମୃତ ସଂଗ୍ରହ ବ୍ୟବସ୍ଥାଟି କହିବୁ। ସେତେବେଳେ ଆମେ ଦି ଦଳ ମିଶିକରି ପାରିବା କି ନ ପାରିବା ଦେଖିବା। କିନ୍ତୁ ଆମେ ଭାବୁଛୁ ଯେ ଆମେ ଦୁଇ ଦଳ ମିଶିଗଲେ ସେ କାର୍ଯ୍ୟ ଅନାୟାସରେ ହେଇଯିବ। ସେତିକିବେଳେ ଯଦି ଦେଖିବା ଆମେ ଦୁଇ ଦଳ ମିଶିଲେ ମଧ୍ୟ ଅମୃତ ସଂଗ୍ରହ କରିବାକୁ ସମର୍ଥ ହେବାନି, ଆମ ବଳ କମି ଯାଉଛି, ସେତେବେଳେ ଆମେ ଅନ୍ୟ ଶକ୍ତିର ପ୍ରାର୍ଥନା କରିବା ନହେଲେ କି ତା ପାଇଁ ଚିନ୍ତା କରିବା। କିନ୍ତୁ ସନ୍ଧି ପୂର୍ବରୁ ଯେତେବେଳେ ଆପଣମାନେ ଆମର ଶତ୍ରୁ ଅବସ୍ଥାରେ ଅଛନ୍ତି, ଆମେ କେମିତି ଆମର ଫର୍ମୁଲାଟା ଦେଇଦେବୁ? ବଳି ଟିକେ ଚିନ୍ତା କରି କହିଲେ ଏକାନ୍ତ ଯୁକ୍ତିଯୁକ୍ତ, ଆପଣମାନେ ଠିକ କଥା କହୁଛନ୍ତି। ସନ୍ଧି ପୂର୍ବରୁ କେତେବେଳେ ହେଲେ ଆପଣ ଏଇଟା ପ୍ରକାଶ କରିଦେବା, ଆପଣଙ୍କ ସମ୍ପତ୍ତିଟା ଆପଣ କେମିତି ପ୍ରକାଶ କରିଦେବେ? ସନ୍ଧି ହେଲା ପରେ ଆମେ ଉଭୟ ବନ୍ଧୁ ହେଇଗଲେ ବନ୍ଧୁ ଆଗରେ ପ୍ରକାଶ କରିବା ପାଇଁ କିଛି ଠିକ ଅଛି। ଆମ ଭିତରେ ସନ୍ଧି କରିବା। ସେନାପତି କଣ କହୁଛ? ତ ଅସୁର ଗୁଡାକ, ମୂର୍ଖ ଗୁଡାକ, ସିଆଙ୍କର ମିଠା ଯାକ ତାଙ୍କ ଭିତରେ ବଳିଟି ବିଶିଷ୍ଟ ଲୋକ ନା ଆଉ କଣ?
सी आंकर सब मिठा कथा गोटे अमृतर कथा ना शुणिकी ये सब हाँ हाँ आज्ञा ये तुम ठीक कथा कहते देवता नहीं देवता नहीं बड़ भल लोक से समस्त समर्थन नहीं तो शुक्र बृहस्पति बसिले संधिपत्र लेखाला कि हिसाब से चलिए एमाने समस्ते ता देहरे दस्खत कले दस्खत कर सारा पर से दिन सभा भंग है तापर दिन पुणी बैठक हम अमृत केमी संग्रह हो विचार पड़ो बोली तेणु आसंता काली आम अमृत प्रस्तुति संग्रह व्यवस्था आलोचना करवा आज ये भागवत विषय साधारण कथा गुड़िक केड़े सुंदर कौशल पुराण तक सब व्याख्या वर्णना कर 7टा बाजिला बेसी है अंधार हो मेघ टी कमी